ତେବେ ଆପଣମାନଙ୍କ ପାଖରେ ଅନେକ ଗୁଡ଼ିଏ ବ୍ୟାଙ୍କ ଆକାଉଣ୍ଟ ଅଛି। ଯେତେବେଳେ ସରକାର ବା ଡିବିଟି ମାଧ୍ୟମରେ ପଇସା ଦେଉଛନ୍ତି, ସୁଭଦ୍ରା ହେଉ, ପିଏମ୍ କିଷାନ ହେଉ, ସିଏମ୍ କିଷାନ ହେଉ, ସ୍କଲାରସିପ୍ ହେଉ, ସବସିଡ଼ି ପଇସା ଆସୁଛି, ତ ଆପଣମାନଙ୍କର ଧରାଯାଉ ଏସ୍ବିଆଇରେ ଡିବିଟି ଲିଙ୍କ୍ ଅଛି ବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡିବିଟି ଲିଙ୍କ୍ ଅଛି। ତ ଆହୁରି 4-5ଟି ଆକାଉଣ୍ଟ ଆପଣମାନଙ୍କ ପାଖରେ ଅଛି। ଆଜିକା ଡେଟ୍ରେ ସମସ୍ତଙ୍କ ପାଖରେ 3ରୁ 4ଟି ଆକାଉଣ୍ଟ ରହୁଛି। ତେବେ ଯେଉଁ ଡିବିଟି ଯେଉଁ ବ୍ୟାଙ୍କରେ ଆକ୍ଟିଭ୍ ଅଛି, ତ ସେଇ ବ୍ୟାଙ୍କରେ ଲାଇଫ୍ ଟାଇମ୍ ଆପଣମାନେ କେମିତି ଡିବିଟିକୁ ଆକ୍ଟିଭ୍ ରଖିବେ, ତା ସହିତ ଆପଣମାନେ ଯେତେବେଳେ ବି ସରକାର ଡିବିଟି ମାଧ୍ୟମରେ ପଇସା ଦେଉଛନ୍ତି, ତ ସେତେବେଳେ ଆପଣମାନଙ୍କ ଆକାଉଣ୍ଟକୁ ସେହି ସମୟରେ ଆସିବା ଦରକାର। ତେବେ ମୁଁ ଆପଣମାନଙ୍କୁ ପୁରା ଅପଡ଼େଟ୍ ବତାଇଦେବି। ତ ମନେ ରଖନ୍ତୁ, ଡିବିଟି ମାଧ୍ୟମରେ ଯଦି ଆପଣମାନଙ୍କର ଅନେକ ଗୁଡ଼ିଏ ବ୍ୟାଙ୍କ ରହିଛି, ତେବେ ଭିଡ଼ିଓଟି ଆପଣମାନଙ୍କ ପାଇଁ। ତ ତେବେ ଚାଲନ୍ତୁ ଜାଣିବା କେମିତି ଡିବିଟି ଆକ୍ଟିଭକୁ ସବୁବେଳେ ଆମେ ରଖିବା, ଯେଉଁଟାକି ଆମର ଯେତେବେଳେ ସରକାର ପଇସା ଦେଉଛନ୍ତି, ତ ସେହି ସମୟରେ ଆପଣମାନଙ୍କ ଆକାଉଣ୍ଟକୁ ଠିକ୍ ସମୟରେ ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିବ। ତ ଦେଖନ୍ତୁ, ଡିବିଟି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ସବୁବେଳେ ଆକ୍ଟିଭ୍ ରଖିବା ପାଇଁ ମୁଖ୍ୟ ପଦକ୍ଷେପ ନେବା ଦରକାର। ତେବେ ସେ ପଦକ୍ଷେପ ଗୁଡ଼ିକ କ'ଣ ମୁଁ ଆପଣମାନଙ୍କୁ ବତାଇ ଦେଉଛି, ଯେଉଁଟାକି ଆପଣମାନେ ଜାଣିଲେ ଆପଣମାନେ ଯେଉଁ ଯୋଜନା ଗୁଡ଼ିକ ପଇସା ଆସୁଛି ଡିବିଟି ମାଧ୍ୟମରେ ସବୁ ଏକାଥରକରେ ଆପଣମାନଙ୍କ ଆକାଉଣ୍ଟକୁ ଆସିଯିବ। ତ ସେହି ସମୟରେ ଠିକ୍ ସମୟରେ ଆପଣମାନଙ୍କ ଆକାଉଣ୍ଟକୁ ଆସିବ। ତେବେ ଡିବିଟି ଆକ୍ଟିଭ୍ ରଖିବା ପାଇଁ ଟିପ୍ସ ରହିଛି। ଆଧାର ସିଡ଼ିଂ, ତ ଆପଣଙ୍କର ଆଧାର ବା ଯେଉଁ ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିଦିଅନ୍ତୁ। ଆପଣମାନଙ୍କର ଲିଙ୍କ୍ କରିଦେଇଛନ୍ତି, ତେବେ ଆଧାର ପ୍ୟାନ୍ ଲିଙ୍କିଂ ଯଦି ଆବଶ୍ୟକ କରିଦିଅନ୍ତୁ। ଦେଖନ୍ତୁ, ଏଇଠି ଯଦି ଆବଶ୍ୟକ ଅଛି, ତ ଦେଖନ୍ତୁ ଆବଶ୍ୟକ ଥାଉ କି ନଥାଉ, ଆଧାର ସହିତ ଆପଣମାନଙ୍କୁ ପାନ୍ ଲିଙ୍କ୍ ନିହାତି ଭାବରେ କରିବା ଦରକାର। ଯଦି ଆପଣମାନଙ୍କ ଆଧାର ସହିତ ପାନ୍ ଲିଙ୍କ୍ ନାହିଁ, ତେବେ ଆପଣମାନଙ୍କୁ ଡିବିଟି ମାଧ୍ୟମରେ ଆପଣମାନଙ୍କୁ ବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେବେ ବ୍ୟାଙ୍କ ଆକାଉଣ୍ଟ ଅପଡ଼େଟ୍, ବ୍ୟାଙ୍କ ଆକାଉଣ୍ଟ ଆକ୍ଟିଭ୍ ଓ ଜିରୋ ବାଲାନ୍ସ ନୁହେଁ ବୋଲି ନିଶ୍ଚିତ କରନ୍ତୁ। ତ ବ୍ୟାଙ୍କ ଆକାଉଣ୍ଟ ଆକ୍ଟିଭ୍ ଅଛି, ତ ଜିରୋ ବାଲାନ୍ସ ନୁହେଁ। ତ ଯଦି ଜିରୋ ବାଲାନ୍ସ ଆପଣମାନଙ୍କର ଯେତେବେଳେ ଡିବିଟି ମାଧ୍ୟମରେ ପଇସା ଆସୁଛି ବା ବିଭିନ୍ନ ଯେଉଁ ସୁଭଦ୍ରା ସ୍କିମ୍ ରହିଛି ବା ପିଏମ୍ କିଷାନ, ସିଏମ୍ କିଷାନ, ତ ଆପଣମାନଙ୍କର ସେହି ସମୟରେ ପଇସା ଆସୁଛି, ତାପରେ ଆପଣମାନେ ସବୁ ଉଠେଇ ଦେଇକି ଜିରୋ କରିଦେଉଛନ୍ତି। ତ ସେମିତି ହେଲେ ଆପଣମାନଙ୍କର ଡିବିଟି ଇନ୍ଆକ୍ଟିଭ୍ ହେଇଯିବାର ସମ୍ଭାବନା ରହୁଛି। ବ୍ୟାଙ୍କରେ କେୱାଇସି ଅପଡ଼େଟ୍ ସବୁବେଳେ କରେକ୍ଟ ରହିବା ଦରକାର। କେୱାଇସି ଅପଡ଼େଟ୍ ସବୁବେଳେ ଯେମିତି କରେକ୍ଟ ରହିବ, ତ ଆପଣମାନଙ୍କର ମେଲ୍ ଆଇଡ଼ି ଯଦି ବ୍ୟାଙ୍କରେ ଆକ୍ଟିଭ୍ ନାହିଁ, ତେବେ ଯାଇକି ମେଲ୍ ଆଇଡ଼ିକି ଆକ୍ଟିଭ୍ କରନ୍ତୁ। ମେଲ୍ ଆଇଡ଼ିକି ସବୁବେଳେ ଅପଡ଼େଟ୍ ଆସିଯିବ ଆପଣମାନଙ୍କର କେୱାଇସି ଯେତେବେଳେ ଆପଣମାନଙ୍କ ଫେଲ୍ଡ ହେବ। ତ ବୁଝିପାରୁଛନ୍ତି କି ନାହିଁ? 3ରେ ରହିଛି ଏନ୍ପିସିଆଇ ମ୍ୟାପିଂ। ତ ଆଧାରକୁ ଏନ୍ପିସିଆଇ ମ୍ୟାପର ସହିତ ଲିଙ୍କ୍ କରିଦିଅନ୍ତୁ। ବହୁତ ଆକାଉଣ୍ଟ ଥିଲେ, ମୁଁ ଆପଣମାନଙ୍କୁ ପ୍ରଥମରୁ ବତାଇଥିଲି, ବହୁତ ଆକାଉଣ୍ଟ ଥିଲେ ପ୍ରାଇମେରୀ ଆକାଉଣ୍ଟକୁ ଏନ୍ପିସିଆଇ ମ୍ୟାପିଂ କରିଦିଅନ୍ତୁ ଯେଉଁ ଆକାଉଣ୍ଟରେ ଡିବିଟି ନେବାକୁ ଚାହୁଁଛନ୍ତି। ତ ଦେଖନ୍ତୁ, ଯଦି ଅଧିକ ଆକାଉଣ୍ଟ ଥିବ, ତେବେ ଆପଣମାନଙ୍କୁ ପ୍ରାଇମେରୀ ଆକାଉଣ୍ଟକୁ ଏନ୍ପିସିଆଇ ମ୍ୟାପିଂ କରିଦିଅନ୍ତୁ। ଏନ୍ପିସିଆଇ କ'ଣ ମୁଁ ଆଗକୁ ବତାଇଦେବି। ତ ଏଇସବୁ ଜିନିଷ ଗୁଡ଼ିକ ଜାଣିଲେ ଆପଣମାନେ ଯେତେବେଳେ ସରକାରୀ ଯୋଜନା ପଇସା ଆସୁଛି, ତ ସେ ସମୟରେ ଆପଣମାନଙ୍କୁ ସଠିକ୍ ସମୟରେ ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିବ। ତେବେ ମୋବାଇଲ ନମ୍ବର ଅପଡ଼େଟ୍, ଆଧାର ଓ ବ୍ୟାଙ୍କ ଆକାଉଣ୍ଟରେ କରେଣ୍ଟ ମୋବାଇଲ ନମ୍ବର ଅପଡ଼େଟ୍ ରଖନ୍ତୁ ଯେଉଁ ମୋବାଇଲଟି ଚାଲୁଛି। ତ ଏସ୍ଏମ୍ଏସ୍ ଯେଉଁ ମେସେଜ୍ ଆଲର୍ଟ ଦ୍ୱାରା ଡିବିଟି କ୍ରେଡ଼ିଟ୍ ଇନଫର୍ମେସନ୍ ପାଇପାରିବେ। ଯଦି ଏସ୍ଏମ୍ଏସ୍ ଆପଣମାନଙ୍କ ମେସେଜ୍ ଆସୁଛନ୍ତି, ତେବେ ବ୍ୟାଙ୍କ ସହିତ ଯାଇକି ଯୋଗାଯୋଗ କରନ୍ତୁ। ମନେ ରଖନ୍ତୁ, ମେସେଜ୍ ଆସିବା ଆଗରୁ ତ ଆପଣମାନେ ମେଲ୍ ଆଇଡ଼ିକି ଆକ୍ଟିଭ୍ କରନ୍ତୁ। ମେଲ୍ ଆଇଡ଼ି ଲିଙ୍କ୍ କରନ୍ତୁ, ବା ସବୁକିଛି ଆପଣମାନେ ଜାଣିପାରିବେ ବ୍ୟାଙ୍କରେ କିଛି ସମସ୍ୟା ଆସିଲେ। ତେବେ ରେଗୁଲାର ଟ୍ରାଞ୍ଜାକ୍ସନ୍, ମୁଁ ଆପଣମାନଙ୍କୁ ପୂର୍ବରୁ ମଧ୍ୟ କହିଥିଲି, ବ୍ୟାଙ୍କ ଆକାଉଣ୍ଟ ଆଇଡଲ୍ ରହିଲେ ଇନ୍ଆକ୍ଟିଭ୍ ହୋଇପାରେ। ତ ଦେଖନ୍ତୁ, ସମୟ ସମୟରେ ଛୋଟ ଟ୍ରାଞ୍ଜାକ୍ସନ୍ ଡିପୋଜିଟ୍ ୱିଡ୍ରଲ୍ କରିବା ଡିବିଟି ଆକ୍ଟିଭ୍ ରଖେ। ତ ମନେର ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ତ ଯଦି ଆପଣମାନଙ୍କର ବା ଆପଣମାନେ ସମସ୍ତେ କହୁଛନ୍ତି ମୋର ଫୋନ୍ପେ ଅଛି, ମୁଁ ଟ୍ରାଞ୍ଜାକ୍ସନ୍ କରିଦେଉଛି, ତ ଫୋନ୍ପେ ଟ୍ରାଞ୍ଜାକ୍ସନ୍ କରିବା ଦ୍ୱାରା ଆପଣମାନଙ୍କର ଡିବିଟି ଆକ୍ଟିଭ୍ ରହିବନି। ଡିପୋଜିଟ୍ ୱିଡ୍ରଲ୍ ଆପଣମାନଙ୍କୁ କରିବାକୁ ପଡ଼ିବ। ଯେହେତୁ ବ୍ୟାଙ୍କ ଜାଣିବ ମୋ ହିତାଧିକାରୀ ଅଛନ୍ତି, ତ ଆପଣଙ୍କ ଆକାଉଣ୍ଟ ସେଇଭଳି ଭାବରେ ସଚଳ ସବୁବେଳେ ରହିବ। ଯଦି ଆପଣମାନେ ମଝିରେ ମଝିରେ ଯାଇ ଛୋଟ ଟ୍ରାଞ୍ଜାକ୍ସନ୍ କରିପାରିବେ, ଡିପୋଜିଟ୍ କରିପାରିବେ, ୱିଡ୍ରଲ୍ କରିପାରିବେ। ତାପରେ ରହିଛି ସ୍କିମ୍ ଲିଙ୍କିଂ ଚେକ୍। ପିଏମ୍ କିଷାନ ରହିଛି, ଏଲ୍ପିଜି ସବସିଡ଼ି, ପେନ୍ସନ୍, ସ୍କଲାରସିପ୍ ସ୍କିମ୍ରେ ଡିବିଟି ପାଇବାକୁ ଆଧାର ଲିଙ୍କ୍ ଆକାଉଣ୍ଟ ଭେରିଫାଏ କରିଦିଅନ୍ତୁ। ତ ମନେ ରଖନ୍ତୁ, ଯଦି ଡିବିଟି କ୍ରେଡ଼ିଟ୍ ହେଉନି, ବ୍ୟାଙ୍କ କିମ୍ବା ସିଏସ୍ ସେଣ୍ଟର ଯାଇକି ଆଧାର ସିଡ଼ିଂ ଷ୍ଟାଟସ୍ ଏନ୍ପିସିଆଇ ମ୍ୟାପିଂ ଚେକ୍ କରନ୍ତୁ। ତ ଘରେ ବସିକି ଆପଣମାନେ ଏନ୍ପିସିଆଇ ଚେକ୍ କରିପାରିବେ। ତ ସେଥିରେ ଆପଣମାନେ ଆକ୍ଟିଭ୍ ଦେଖନ୍ତୁ, କିନ୍ତୁ ଯେତେବେଳେ ସରକାର ପଇସା ଦେଉଛନ୍ତି ଆପଣଙ୍କ ଆକାଉଣ୍ଟକୁ ପଇସା ଆସିବନି। ତ ସରଳ କଥା କହିବାକୁ ଗଲେ ଆଧାର ପ୍ଲସ୍ ବ୍ୟାଙ୍କ ଲିଙ୍କିଂ ରହିବ, ଏନ୍ପିସିଆଇ ମ୍ୟାପିଂ, ଆକ୍ଟିଭ୍ ଆକାଉଣ୍ଟ ୱିଥ୍ ଟ୍ରାଞ୍ଜାକ୍ସନ୍। ତ ଦେଖନ୍ତୁ, ଏଇ ଯେଉଁ 3ଟି ଆପଣମାନେ ଯଦି ପ୍ରପରଲି ଅପଡ଼େଟ୍ ହେଲେ ଡିବିଟି ସବୁବେଳେ ଆକ୍ଟିଭ୍ ରହିବ। ମନେ ରଖନ୍ତୁ, ଆକାଉଣ୍ଟ ୱିଥ୍ ଟ୍ରାଞ୍ଜାକ୍ସନ୍ଟା ନିହାତି ଭାବରେ ଆପଣମାନଙ୍କର ଦରକାର। ତ ବୁଝିପାରୁଛନ୍ତି କି ନାହିଁ? ତ ଏଇଭଳି ଭାବରେ ଆପଣମାନେ ଡିବିଟି ସବୁବେଳେ ଆକ୍ଟିଭ୍ ରହିବ। ତାପରେ ଆସିବା ଆମେ ଏନ୍ପିସିଆଇ ମ୍ୟାପିଂ କ'ଣ। ତେବେ ଆମେ ଡିବିଟି ଜାଣିଗଲେ, ତ ଏନ୍ପିସିଆଇ କ'ଣ, ଡିବିଟି ରହିଛି, ଡିବିଟିର ଜାଣିପାରିଲେ। ତାପରେ ଏନ୍ପିସିଆଇ କ'ଣ, ଦେଖନ୍ତୁ, ଏନ୍ପିସିଆଇ ହେଉଛି ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ, ହେଉଛି ଏକ ନ୍ୟାସନାଲ୍ ଲେଭେଲ୍ ପେମେଣ୍ଟ ସିଷ୍ଟମ୍ ବଡି ରହିଛି।
ଯେତେବେଳେ ଆପଣଙ୍କ ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରନ୍ତି ସେଥିରୁ ଏନପିସିଆଇ ମ୍ୟାପରରେ ଅପଡେଟ୍ କରାଯାଏ। ମ୍ୟାପର ମାନେ କ'ଣ? ଆଧାର ନମ୍ବରକୁ କେଉଁ ବ୍ୟାଙ୍କ ଆକାଉଣ୍ଟ ସହିତ ଡିବିଟି ମନି କ୍ରେଡିଟ୍ ହେବ ସେଥିରୁ ରେକର୍ଡ଼ କରାଯାଏ। ତ ଆପଣମାନଙ୍କୁ ଡିବିଟି ଜାଣିଗଲେ ଏନପିସିଆଇ ମଧ୍ୟ ଆପଣମାନେ ଜାଣି ନିଅନ୍ତୁ। ସରଳ କଥା, ଏନପିସିଆଇ ମ୍ୟାପର ଏକ ଲିଙ୍କିଂ ସିଷ୍ଟମ୍ ଯେଉଁଥିରେ ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ ହେବ। ଡିବିଟି ସବସିଡି, ପେନସନ୍, ପିଏମ୍ କିଷାନ, ସ୍କଲାରସିପ୍ ମନି କେଉଁ ଆକାଉଣ୍ଟକୁ ଯିବ ସେଥିକୁ ଏନପିସିଆଇ ଡିସାଇଡ୍ କରେ। ତ ଆପଣମାନଙ୍କର ଅନେକ ଗୁଡ଼ିଏ ଆକାଉଣ୍ଟ ଅଛି। ତ ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସବୁବେଳେ ପଣ୍ଡା ଭାଇ ଆପଣମାନଙ୍କ ପାଇଁ ସଠିକ୍ ଅପଡେଟ୍ ନେଇକି ଆସେ। ଇଆଡ଼ୁ ସିଆଡ଼ୁ କିଛି ବି କହିନି। ଆଉ ଯେଉଁଟାକି ସଠିକ୍ ଭିଡ଼ିଓ ଦେଖାଏ ତ ଆପଣମାନଙ୍କର ଏଇ ଅସୁବିଧା ହିଁ ଆପଣମାନଙ୍କର ହେଉଛି। ତ ଆପଣମାନେ ଅନେକ ଡିବିଟି ବ୍ୟାଙ୍କ ଅଛି, ତ ଡିବିଟି ଗୋଟେ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତ ଆପଣମାନେ କହୁଛନ୍ତି ମୁଁ ଫୋନ୍ ପେରେ ଟ୍ରାଞ୍ଜାକ୍ସନ୍ କରିଦେଉଛି ଘରେ, ତ ବ୍ୟାଙ୍କକୁ ଯାଉନାହାନ୍ତି। ତ ସେମିତି ହେଲେ ଆପଣମାନଙ୍କୁ ଅସୁବିଧା ହେବ। ତେବେ ଏନପିସିଆଇ ମ୍ୟାପିଂରେ କାହିଁକି ଇମ୍ପୋର୍ଟାଣ୍ଟ ରହିଛି? ଡିବିଟି ମନି, ପିଏମ୍ କିଷାନ, ଏଲପିଜି ସବସିଡି, ପେନସନ୍ ସିଧା ଆକାଉଣ୍ଟକୁ କ୍ରେଡିଟ୍ ହୁଏ। ଯଦି ଆଧାର ଲିଙ୍କ ଏନପିସିଆଇ ମ୍ୟାପିଂ ନଥାଏ ଡିବିଟି ଫେଲ୍ ହୋଇ ରିଫଣ୍ଡ ହୋଇଯାଏ ଆପଣଙ୍କ ବା ଯେଉଁ ଏନପିସିଆଇ ଫଣ୍ଡକୁ ପୁଣି ରିଟର୍ନ ହୋଇଯାଏ ପଇସା। ତ ମଲ୍ଟିପଲ୍ ଆକାଉଣ୍ଟ ଥିଲେ ଆପଣମାନେ ମାତ୍ର ଗୋଟିଏ ଆକାଉଣ୍ଟ ଏନପିସିଆଇ ମ୍ୟାପିଂରେ ଆକ୍ଟିଭ୍ ରହେ। ତ ଆପଣମାନେ ଅନେକ ଆକାଉଣ୍ଟ ରହିଛି, ତେବେ ଏନପିସିଆଇ କ'ଣ କରିବ ନା ଗୋଟିଏ ଆକାଉଣ୍ଟକୁ ଆପଣମାନଙ୍କର ଆକ୍ଟିଭ୍ ରହେ। ସେଇ ଆକାଉଣ୍ଟକୁ ଆପଣମାନେ ଟ୍ରାଞ୍ଜାକ୍ସନ୍ ମଝିରେ ମଝିରେ ଯାଇକି ନିହାତି ଭାବରେ କରିବାକୁ ପଡ଼ିବ। ତ ବୁଝିପାରୁଛନ୍ତି କି ନାହିଁ? ତାପରେ ରହିଲା ଯେଉଁ ରହିଛି ଦେଖନ୍ତୁ ସରଳ ଏକ୍ଜାମ୍ପଲ୍ ହେଉଛି, ଧରନ୍ତୁ ଆପଣଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଅଛି, ଏସ୍ବିଆଇ ପ୍ଲସ୍ ପିଏନ୍ବି, ତା ଅଲଗା ବା ୟୁକୋ ଅଛି, ଗ୍ରାମ୍ୟ ଅଛି। ଆଧାର ଦୁଇଟି ବ୍ୟାଙ୍କରେ ଲିଙ୍କ କଲେ ଏନପିସିଆଇ କ'ଣ କରିବ? ମାତ୍ର ଆପଣମାନେ ଗୋଟିଏ ବ୍ୟାଙ୍କ ଆପଣମାନଙ୍କୁ ଆକ୍ଟିଭ୍ ହେବ। ତେଣୁ ଡିବିଟି ସବୁବେଳେ ସବସିଡି, ପେନସନ୍ ଏସ୍ବିଆଇ ଆକାଉଣ୍ଟକୁ କ୍ରେଡିଟ୍ ହେବ। ତ ଦେଖନ୍ତୁ ଯଦି ଆପଣମାନଙ୍କର ଡିବିଟି ଦୁଇଟି ବ୍ୟାଙ୍କରେ ରହିଛି ବା ଏସ୍ବିଆଇ ପିଏନ୍ବି ରହିଛି, ତେଣୁ ଡିବିଟି ସବୁବେଳେ ପେନସନ୍ ବା ଏସ୍ବିଆଇ ଆକାଉଣ୍ଟକୁ କ୍ରେଡିଟ୍ ହେବ। କିନ୍ତୁ ଏନପିସିଆଇ ମ୍ୟାପର ମାତ୍ର ଗୋଟିଏ ବ୍ୟାଙ୍କରେ ଆକ୍ଟିଭ୍ ହେବ। ଯଦି ଦୁଇଟି ବ୍ୟାଙ୍କ ରହିଛି ତେବେ ଏନପିସିଆଇ ଆପଣମାନଙ୍କର ଗୋଟିଏ ବ୍ୟାଙ୍କକୁ ଆପଣମାନଙ୍କୁ ଆକ୍ଟିଭ୍ କରିବ, ଯେଉଁଟାକି ଆପଣମାନଙ୍କର ଯଦି ପିଏନ୍ବିରେ ଥିବ ତେବେ ପିଏନ୍ବି ଆକ୍ଟିଭ୍ କରିବ, ଏସ୍ବିଆଇ ଥିଲେ ଏସ୍ବିଆଇ ଆକ୍ଟିଭ୍ କରିବ। ତ ଯଦି ଅନେକ ଗୁଡ଼ିଏ ବ୍ୟାଙ୍କ ରହିଛି ତେବେ ଆପଣମାନେ ଗୋଟିଏ ବ୍ୟାଙ୍କ ଯେଉଁ ବ୍ୟାଙ୍କରେ ଆପଣମାନଙ୍କର ଆକାଉଣ୍ଟ ରହିଛି ସେହି ବ୍ୟାଙ୍କକୁ ମଝିରେ ମଝିରେ ଟ୍ରାଞ୍ଜାକ୍ସନ୍ କରନ୍ତୁ। ସବୁବେଳେ ସଠିକ୍ ସମୟରେ ଆପଣମାନଙ୍କ ଆକାଉଣ୍ଟକୁ ପଇସା ଆସିବ 100%। ତ ବୁଝିପାରିଲେ? ତ ଏହାର ସବୁ ଉଦାହରଣ ମୁଁ ଆପଣମାନଙ୍କୁ ଦେଇଦେଲି। ଆଉ ଯଦି କିଛି ଜାଣିବା ପାଇଁ ଚାହୁଁଛନ୍ତି କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ, ନିଶ୍ଚିତ ଭାବରେ ମୁଁ ଆପଣମାନଙ୍କୁ ବତାଇଦେବି। ଜୟ ଜଗନ୍ନାଥ।